ବିଦୁର ଶାଗ ଭଜା ଦେ ତୋ ସାଇ ପାରିଲା ମନ ମୁଁ ଯେତେ ଦରବ ଯାଚିଲେ କାହିଁକି ମୁଁ ଯେତେ ଦରବ ଯାଚିଲେ କାହିଁକି ନ ଛୁଅ ହେ ଭଗବାନ। ଭଗବାନ ଭକ୍ତ ନିକଟରେ ଯେତେ ସରଳ ଓ ସହଜ, ଗର୍ବୀ ଅହଙ୍କାରୀ ଏବଂ ଜାତ୍ୟଭିମାନୀ ନିକଟରେ ସେତେ କଠିନ ଓ କଠୋର। ସେ ଅଣୁଠାରୁ କ୍ଷୁଦ୍ର ହେଲେ ମଧ୍ୟ ବିଶ୍ୱ ବ୍ରହ୍ମାଣ୍ଡଠାରୁ ବୃହତ୍ତର। ତାଙ୍କୁ ମାପିବା ପାଇଁ ବିଶ୍ୱର କୌଣସି ଶକ୍ତି କ୍ଷମ ହୋଇପାରିବ ନାହିଁ। ମାତ୍ର ଭଗବାନ ଅତ୍ୟନ୍ତ କୃପାଶୀଳ। ସେ ଅହଙ୍କାରୀ ନିକଟରେ ବୃହତ୍ତର ହେଲେ ମଧ୍ୟ ଭକ୍ତ ନିକଟରେ ସଚିଦାନନ୍ଦ ବିଗ୍ରହ, ଆନନ୍ଦ ମୂର୍ତ୍ତି। ଯାହାର ପାଦ ଧୋଇଦେବା ପାଇଁ ଅଭିମାନୀ ବ୍ରହ୍ମାଙ୍କର କମଣ୍ଡଳୁ ସ୍ଥିତ ବିଶାଳକାୟ ଗଙ୍ଗା ଅକ୍ଷମ ହୋଇଥିଲା, ତାହାର ପାଦ ପୁଣି ଧୋଇ ଦେଇଥିଲା ଜଣେ ସାମାନ୍ୟ ଧୀବର ଆଞ୍ଜୁଳାଏ ଜଳରେ। ଯାହାର ପ୍ରସାଦ ପାଇବା ପାଇଁ ଦେବଦେବ ମହାଦେବ ଅତ୍ୟନ୍ତ ବ୍ୟାକୁଳିତ ହୋଇ ମଧ୍ୟ ପାଇନଥିଲେ, ସେ ପୁଣି ଦିନେ ଭୋଜନ କରିଥିଲେ ଶବରୀର ଅଇଁଠା ଆମ୍ବଫଳ ଖାଇ। ବାସ୍ତବରେ ଭଗବାନ ଭକ୍ତି ଓ ବିଶ୍ୱାସର ଅଧୀନରେ। ତାଙ୍କୁ ଯିଏ ଭକ୍ତି କରିପାରେ, ତାଙ୍କୁ ଯିଏ ବିଶ୍ୱାସ କରିପାରେ, ସେ ହିଁ ତାଙ୍କର। ଆସନ୍ତୁ ଶୁଣିବା ଏକ ସୁନ୍ଦର ଗଳ୍ପ, ମହାତ୍ମା ବିଦୁର ଓ ପ୍ରଭୁ ଶ୍ରୀ ଜଗନ୍ନାଥ। ଦ୍ୱାପର ଯୁଗର ଶେଷ ସନ୍ଧ୍ୟା। ଭଗବାନ ଶ୍ରୀକୃଷ୍ଣ ବାଲ୍ୟ ଓ କୈଶୋର ଲୀଳା ଶେଷ କରି ଅନ୍ତିମ ଲୀଳାରେ ପ୍ରୟାସୀ ହୋଇଥିଲେ। ସେଦିନ ସେ ଯାଇଥିଲେ ଯୁଧିଷ୍ଠିରଙ୍କର ଅନୁରୋଧରେ ହସ୍ତିନାପୁରର ବାସଭବନକୁ 5 ଖଣ୍ଡି ପଡ଼ା ମାଗିବା ନିମିତ୍ତ। କାର୍ଯ୍ୟ ସଫଳ ହେଉ ବା ନ ହେଉ, ନିୟମିତ ରାଜକୀୟ ଆଡ଼ମ୍ବରରେ ବିଶ୍ରାମ ଗ୍ରହଣ କରିବା ଥିଲା ତାଙ୍କର କର୍ତ୍ତବ୍ୟ। ମାତ୍ର ଅଭିମାନୀ ଦୁର୍ଯ୍ୟୋଧନର ରାଜକୀୟ ଆଡ଼ମ୍ବର ପ୍ରତ୍ୟାଖ୍ୟାନ କରି ସେ ଜାତିହୀନ, କୁଳହୀନ, ଅତ୍ୟନ୍ତ ଦରିଦ୍ର ମହାତ୍ମା ବିଦୁରଙ୍କର ବାସଗୃହରେ ଅବସ୍ଥାନ କରିଥିଲେ। ବିଦୁର ଭଗବାନ ଶ୍ରୀକୃଷ୍ଣଙ୍କୁ କିପରି ସତ୍କାର କରିବେ ସେ କିଛି ଠିକ୍ କରିପାରିଲେ ନାହିଁ। ଶେଷରେ ସେ ବାଧ୍ୟ ହୋଇ ଗୃହରେ ଥିବା ଏକମାତ୍ର ସମ୍ବଳ ଖୁଦ ପିଠା ଓ ଶାଗ ବହୁ ସଂକୋଚର ସହିତ ଅର୍ପଣ କରିଥିଲେ। ଭଗବାନ ଯେପରି ଅପେକ୍ଷା କରିଥିଲେ ଭକ୍ତ ଅର୍ପିତ ସେହି ଅମୃତ ତୁଲ୍ୟ ଖୁଦ ପିଠା ଓ ଶାଗ ଖାଇବା ପାଇଁ। ସେ ତ ପୁଣି ଦିନେ ବାଲ୍ୟସଖା ସୁଦାମାଠାରୁ ଖୁଦ ଭଜା ଖାଇ ପରମ ତୃପ୍ତି ଅନୁଭବ କରିଥିଲେ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ଆନନ୍ଦଚିତ ହୋଇ ବିଦୁର ସମର୍ପିତ ଖୁଦ ପିଠା ଓ ଶାଗ ତୃପ୍ତିର ସହିତ ଭୋଜନ କରିଥିଲେ। ମହାତ୍ମା ବିଦୁର ତାଙ୍କ ପ୍ରତି ଭଗବାନଙ୍କର ଏପରି କରୁଣା ଦର୍ଶନ କରି ପ୍ରେମରେ ବିହ୍ୱଳ ହୋଇ ପଡ଼ିଥିଲେ ଏବଂ ନିଜର ସୌଭାଗ୍ୟକୁ ବହୁତ ପ୍ରଶଂସା କରିଥିଲେ। ଦ୍ୱାପର ପରେ କଳିର ଆବିର୍ଭାବ ହେବା ସଙ୍ଗେ ସଙ୍ଗେ ଭଗବାନ ଶ୍ରୀକୃଷ୍ଣ ଜଗନ୍ନାଥ ରୂପରେ ଅବତୀର୍ଣ୍ଣ ହେଲେ। ତାଙ୍କର ମହିମା ଚତୁର୍ଦିଗରେ ବିକଶିତ ହେବାକୁ ଲାଗିଲା। 60 ପୌଠି 56 ଭୋଗ ପ୍ରତ୍ୟହ ରନ୍ଧା ହୋଇ ତାଙ୍କୁ ଅର୍ପଣ କରାଗଲା। ପ୍ରତ୍ୟହ ମହା 56 ଭୋଗ ଭୋଜନ କରୁଥିଲେ ମଧ୍ୟ କୌତୂହଳ ପ୍ରିୟ ଜଗନ୍ନାଥଙ୍କୁ ମହାତ୍ମା ବିଦୁରଙ୍କର ପ୍ରଦତ୍ତ ଖୁଦ ପିଠାର ସ୍ୱାଦ ଆକର୍ଷଣ କରିଥିଲା। ସେ ଏହି ଖୁଦ ପିଠା ଭୋଜନ କରିବା ପାଇଁ ଏକ ଅଭିନବ ମାୟା ସୃଷ୍ଟି କଲେ। ତାଙ୍କର ମାୟାରେ ପୁଣି ଥରେ ମହାତ୍ମା ବିଦୁର ନରଦେହରେ ଆବିର୍ଭୂତ ହେଲେ। ସେ ଆବିର୍ଭୂତ ହୋଇ ସ୍ୱର୍ଗଦ୍ୱାରର ବଟସାଗର ମଧ୍ୟବର୍ତ୍ତୀ ଏକ ଚଉରା ନିକଟରେ ଏକ ପ୍ରକୋଷ୍ଠ ନିର୍ମାଣ ପୂର୍ବକ ଭଗବାନଙ୍କର ମୂର୍ତ୍ତି ସ୍ଥାପନ କଲେ। ଭକ୍ତି ବିହ୍ୱଳ ହୋଇ ସେ ଭଗବାନଙ୍କ ନିମିତ୍ତ 3 ଖଣ୍ଡ ଖୁଦ ପିଠା ପ୍ରସ୍ତୁତ କଲେ ଓ ଭାବ ଗଦଗଦ କଣ୍ଠରେ ଭଗବାନଙ୍କୁ ଆହ୍ୱାନପୂର୍ବକ ଖୁଦ ପିଠା ଭୋଗ ଲଗାଇଲେ। ଭକ୍ତ ବତ୍ସଳ ଭଗବାନ ଭକ୍ତ ପ୍ରଦତ୍ତ ଖୁଦ ପିଠା ଖୁବ୍ ଆଗ୍ରହର ସହିତ ପରମ ତୃପ୍ତ ହୋଇ ଗ୍ରହଣ କଲେ ଏବଂ ଭକ୍ତର ଅଭୀଷ୍ଟ ପୂରଣ କଲେ। ଏହିପରି ପ୍ରତ୍ୟହ ଭକ୍ତ ନିକଟରୁ ସେ ଖୁଦ ପିଠା ଭୋଜନ କରିବାକୁ ଲାଗିଲେ। ଏନେ ଶ୍ରୀମନ୍ଦିର ମଧ୍ୟରେ ଏକ ଅଦ୍ଭୁତ ଦୃଶ୍ୟ ପରିଦୃଷ୍ଟ ହେଲା। ପ୍ରତ୍ୟହ 56 ଭୋଗ ରନ୍ଧା ହୋଇ ଜଗନ୍ନାଥଙ୍କ ନିକଟରେ ବଢ଼ା ହେଲେ ମଧ୍ୟ ସେ ପୂଜକଙ୍କର ଚଳୁରେ ଦର୍ଶନ ଦେଲେ ନାହିଁ। କର୍ମ ହେଉଛି ପୂଜାରେ ବସି ନୈବେଦ୍ୟ କଲାବେଳେ ପୂଜା ପଣ୍ଡାମାନେ ଜଳ ବଣ୍ଡୁଷ ଚଳୁକୁ ଧରି ଶ୍ରୀ ମହାପ୍ରଭୁଙ୍କ ଭୋଜନ ବିଗ୍ରହ ଚିନ୍ତା କରନ୍ତି ଏବଂ ଚଳୁକୁ ଜଳରେ ଯେତେବେଳେ ପ୍ରଭୁଙ୍କର ପ୍ରତିବିମ୍ବ ଦେଖାଯାଏ ସେତେବେଳେ ତାହା ଭୋଗମାନଙ୍କର ଉପରେ ନିକ୍ଷେପ କରି ପଞ୍ଚଗ୍ରାସ ମୁଦ୍ରା ପ୍ରଦର୍ଶନ କରନ୍ତି। ଭୋଗ ଅଶୁଦ୍ଧ ଥିଲେ ଚଳୁର ଜଳରେ ଶ୍ରୀ ବିଗ୍ରହଙ୍କର ବିମ୍ବପାତ ହୁଏ ନାହିଁ। ଫଳରେ ସମସ୍ତ ଭୋଗ ସାମଗ୍ରୀ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୋତାଯାଏ। ତାକୁ କେହି ଗ୍ରହଣ କରନ୍ତି ନାହିଁ। ଯେଉଁ ସମୟର ଘଟଣା ବର୍ଣ୍ଣନା କରାଯାଉଛି ସେତେବେଳେ ପୁରୀର ରାଜା ଥିଲେ ପରମ ଭକ୍ତ ସ୍ୱର୍ଣ୍ଣକେଶରୀ। ସେତେବେଳେ ଚଳୁକରେ ଶ୍ରୀ ବିଗ୍ରହଙ୍କର ବିମ୍ବପାତ ନ ହେବାର ଦେଖି
ଅର୍ଚ୍ଚକମାନେ ବିଚଳିତ ହୋଇପଡ଼ିଲେ। ଏପରି କ୍ରମାଗତ ଭାବରେ ବିମ୍ବପାତ ନ ହେବାରୁ ସେମାନେ କୌଣସି ଏକ ଭୀଷଣ ପ୍ରମାଦ ପଡ଼ିବ ବୋଲି ମନେକରି ଏକଥା ରାଜା ସ୍ୱର୍ଣ୍ଣକେଶରୀଙ୍କୁ ଜଣାଇଥିଲେ। ରାଜା ସ୍ୱର୍ଣ୍ଣକେଶରୀ ଏକଥା ଶୁଣି ଅତ୍ୟନ୍ତ ସନ୍ତାପିତ ହେଲେ ଓ ସଜଳ ନେତ୍ରରେ ପଣ୍ଡିତମାନଙ୍କୁ ଆହ୍ୱାନ କରି ଏହାର କାରଣ ଜିଜ୍ଞାସା କଲେ। ମାତ୍ର ପଣ୍ଡିତମାନେ ବହୁ ଅନୁସନ୍ଧାନ କରି ମଧ୍ୟ ଏହାର କୌଣସି କାରଣ ଠିକ୍ କରିପାରିଲେ ନାହିଁ। ସାରା ଶ୍ରୀକ୍ଷେତ୍ରରେ ଆତଙ୍କର ଛାୟା ଖେଳିବାକୁ ଲାଗିଲା। ସମସ୍ତେ କାତର ହୋଇ ଏହାର ପ୍ରତିକାର ନିମନ୍ତେ ଜଗନ୍ନାଥଙ୍କ ନିକଟରେ ଭକ୍ତିପୂତ ପ୍ରାର୍ଥନା ଜଣାଇଥିଲେ। ଜଣାଶୁଣା ଲୋକ କହିବାକୁ ଲାଗିଲେ ଯେ ଏପରି ବିପତ୍ତି କେବେ ହେଲେ ଶୁଣା ହୋଇନଥିଲା। ଶ୍ରୀକ୍ଷେତ୍ରରେ ଆଉ ଜଣେ ପରମ ଭକ୍ତ, ତାଙ୍କର ନାମ ମୂଲକ ଦାସ। ସେ ପ୍ରତ୍ୟହ ଜଗନ୍ନାଥଙ୍କ ମହାପ୍ରସାଦ ଭୋଜନ କରି କାଳାତିପାତ କରନ୍ତି। ମହାପ୍ରସାଦ ବିନା ଅନ୍ୟ କିଛି ସେ ଗ୍ରହଣ କରିପାରନ୍ତି ନାହିଁ। ଏଣେ ମନ୍ଦିରରେ ପ୍ରସାଦ ଲାଗିବାର ବିଭ୍ରାଟ ସୃଷ୍ଟି ହେବାରୁ ମୂଲକ ଦାସ ଉପବାସରେ ରହିଲେ ମଧ୍ୟ ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରିପାରିଲେ ନାହିଁ। ଦୀର୍ଘଦିନ ଉପବାସରେ ରହିବା ଦ୍ୱାରା ତାଙ୍କର ଶରୀର ଶୀର୍ଣ୍ଣ ରହିବାକୁ ଲାଗିଲା। ସେ ଅତ୍ୟନ୍ତ ଦୁର୍ବଳ ବୋଧ କଲେ। ମୂଲକ ଦାସଙ୍କର ଏପରି ଅବସ୍ଥାରେ ତାଙ୍କ ପ୍ରତି ଜଗନ୍ନାଥଙ୍କର କରୁଣା ହେଲା। ସେ ସ୍ୱପ୍ନରେ ମୂଲକ ଦାସଙ୍କୁ ଦର୍ଶନ ଦେଲେ। ମୂଲକ ଦାସ ସ୍ୱପ୍ନରେ ଦେଖିଲେ ମହାତ୍ମା ବିଦୁର ନର ଦେହରେ ଆବିର୍ଭୂତ ହୋଇ ସ୍ୱର୍ଗଦ୍ୱାର ନିକଟରେ ଶ୍ରୀଧାମର ବଟସାଗର ମଧ୍ୟବର୍ତ୍ତୀ ଭୂମିର ଏକ କୁଟୀର ନିର୍ମାଣ କରି ଅବସ୍ଥାନ କରିଛନ୍ତି ଏବଂ ପ୍ରତ୍ୟହ 3 ଗୋଟି ଖୁଦ ପିଠା ପ୍ରସ୍ତୁତ କରି ଭୋଗ ଲଗାଉଛନ୍ତି। ଭକ୍ତବତ୍ସଳ ଜଗନ୍ନାଥ ଭକ୍ତର ଖୁଦ ପିଠା ଭୋଜନ କରିବା ପାଇଁ ରତ୍ନ ସିଂହାସନ ତ୍ୟାଗ କରି ବିଦୁର କୁଟୀରରେ ଅବସ୍ଥାନ ପୂର୍ବକ ମହା ଆନନ୍ଦରେ ଭୋଗ ଭକ୍ଷଣ କରୁଛନ୍ତି। ତେଣୁ ଶ୍ରୀମନ୍ଦିରରେ ପୂଜକର ଚଳୁରେ ଆଉ ଦର୍ଶନ ଦେବା ସମ୍ଭବ ହେଉନାହିଁ। ମୂଲକ ଦାସ ସ୍ୱପ୍ନରେ ଯାହା ଦର୍ଶନ କରିଥିଲେ ତାହା ଅବିକଳ ମନ୍ଦିରର ପରିଚ୍ଛାମାନଙ୍କ ନିକଟରେ ବର୍ଣ୍ଣନା କଲେ। ପରିଚ୍ଛାମାନେ ଏଥିରେ ବିଶ୍ୱାସ କରି ଗୁପ୍ତରେ ସ୍ୱର୍ଗଦ୍ୱାର ନିକଟକୁ ସେହି ଚଉରା ନିକଟରେ ଉପସ୍ଥିତ ହେଲେ ଓ ମହାତ୍ମା ବିଦୁର ହର୍ଷୋତ୍ଫୁଲ୍ଲ ମୁଖରେ 3 ଗୋଟି ଖୁଦ ପିଠା ଭଗବାନଙ୍କୁ ଭୋଜନ କରାଉଥିବାର ଦେଖିଲେ। ଭକ୍ତର ଭକ୍ତିପୂର୍ଣ୍ଣ ଆନନ୍ଦରେ ପରିଚ୍ଛାମାନେ କୃତକୃତ୍ୟ ହେଲେ ଏବଂ ସେମାନଙ୍କର ନେତ୍ରରୁ ପ୍ରେମାଶ୍ରୁର ଧାର ନିର୍ଗତ ହେଲା। ଭକ୍ତର ଜୟଗାନ କରି ସେମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ତତ୍ପର ଦିନ ପରିଚ୍ଛାମାନଙ୍କର ନିର୍ଦ୍ଦେଶରେ 3 ଗୋଟି ଖୁଦ ପିଠା ପ୍ରସ୍ତୁତ ହୋଇ ପନ୍ତିରେ ବଢ଼ାଗଲା। ସୁପକାରମାନେ ଭକ୍ତ ବିଦୁରଙ୍କର ଭକ୍ତିରେ ଅନୁରୂପ ଓ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଖୁଦ ପିଠା ପରସିବାକୁ ଭଗବାନ ପୁନଶ୍ଚ ଚଳୁରେ ଦର୍ଶନ ଦେଲେ। ସନ୍ତାପିତ ମନ୍ଦିର କର୍ତ୍ତୃପକ୍ଷଙ୍କ ମନରେ ଆନନ୍ଦର ଢେଉ ଖେଳିବାକୁ ଲାଗିଲା। ଯେତେବେଳେ ରାଜା ସ୍ୱର୍ଣ୍ଣକେଶରୀ ଏ ସୁସମ୍ବାଦ ପ୍ରାପ୍ତ କଲେ ସେ ଅତ୍ୟନ୍ତ କୃତକୃତ୍ୟ ହେଲେ ଏବଂ ସ୍ୱର୍ଗଦ୍ୱାର ନିକଟରେ ଭକ୍ତ ବିଦୁର ଅବସ୍ଥାନ କରୁଥିବା ଚଉରା କୁଟୀର ଉପସ୍ଥିତ ହେଲେ। ମାତ୍ର ହାୟ, ବିଦୁର ନିର୍ମିତ ଆସ୍ଥାନଟି ସେଠାରେ ଅବସ୍ଥିତ ଥିଲେ ମଧ୍ୟ ମହାତ୍ମା ବିଦୁର ସେଠାରୁ ଅନ୍ତର୍ହିତ ହୋଇଥିଲେ। ପରମ ଭକ୍ତ ବିଦୁରଙ୍କର ଦର୍ଶନ ନ ପାଇ ରାଜା ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ ଏହି ତଥ୍ୟ ମୂଲକ ଦାସ ଉଦ୍ଘାଟିତ କରିଥିବାରୁ ବିଦୁରଙ୍କର ଆସ୍ଥାନଟି ତାଙ୍କୁ ପ୍ରଦାନ କଲେ। ବିଦୁର ଯେଉଁ ଗୃହରେ ଜଗନ୍ନାଥଙ୍କୁ ପିଠା ଖୁଆଉଥିଲେ ସେହି ସ୍ଥାନରେ ମୂଲକ ଦାସ ଖୁଦ ରୁଟି ଭୋଗ ଲଗାଇ ପ୍ରଭୁଙ୍କର ପବିତ୍ର ସ୍ମୃତି ରକ୍ଷା କରିବାରେ ଅଧିକାର ପ୍ରାପ୍ତ ହେଲେ। ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ମୂଲକ ଦାସ ବାବା ସେହିଠାରେ ଅବସ୍ଥାନ କରି ଭଗବାନଙ୍କର ସେବା ପୂଜାରେ ମନ ନ୍ୟସ୍ତ କରିଥିଲେ ଏବଂ ଭଗବାନଙ୍କର ନାମ କୀର୍ତ୍ତନ କରି ପରମଧାମ ପ୍ରାପ୍ତ ହୋଇଥିଲେ। ସେ ଦିନର ପବିତ୍ର ସ୍ମୃତି ଆଜି ମଧ୍ୟ ଶତକଣ୍ଠରେ ବିଘୋଷିତ ହେଉଅଛି। ଆଜି ମଧ୍ୟ ସ୍ୱର୍ଗଦ୍ୱାରର ସେହି ପାବନ ସ୍ଥଳ ବିଦୁର ଛତା ବା ମୂଲକ ଚଉରା ନାମରେ ପ୍ରଖ୍ୟାତ ଏବଂ ସେଠାରେ ଆଜି ମଧ୍ୟ ଭକ୍ତମାନେ ବିଦୁର ରୁଟି ବା ବିଦୁର ପିଠା ପ୍ରସାଦ ପାଇ ପରମ ତୃପ୍ତି ଅନୁଭବ କରନ୍ତି। ଏଣେ ଶ୍ରୀମନ୍ଦିର ମଧ୍ୟରେ ସେହି ଦିନଠାରୁ 3 ଗୋଟି ଖୁଦ ପିଠା ଭୋଗ ଲାଗି ଆସୁଅଛି। ସେହି ଖୁଦ ପିଠାର ବର୍ତ୍ତମାନର ନାମ ହେଉଛି ସୁଆର ପିଠା। ସୁଆର ପିଠା ଭୋଗ ଖାଇ ଭକ୍ତମାନେ ଯେପରି ତୃପ୍ତି ଲାଭ କରନ୍ତି ସେହିପରି ଜଗନ୍ନାଥ ମହାପ୍ରଭୁଙ୍କର ମହିମା ଗାନ କରି ଆନନ୍ଦ ଉପଭୋଗ କରନ୍ତି। କୌତୁକ ପ୍ରିୟ ଜଗନ୍ନାଥଙ୍କର କୌତୁକ ବାସ୍ତବରେ ଭକ୍ତମାନଙ୍କ ନିକଟରେ ପରମ ସମ୍ପଦ ଏବଂ ଅବିସ୍ମରଣୀୟ ସ୍ମୃତି। ହଁ ବନ୍ଧୁ, ଏହି ସୁନ୍ଦର କାହାଣୀଟି ଭକ୍ତ ଓ ଭଗବାନଙ୍କର। ଯଦି ଭଲ ଲାଗିଥିବ ନିଶ୍ଚିନ୍ତ ଓଡ଼ିଶା ଭଏସ୍କୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟ ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ। ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ।